ଆଜିର ଅନୁଚିନ୍ତା ଲକ୍ଷ୍ୟଭେଦର ଅଭ୍ୟାସ। ଜଣେ ବୃଦ୍ଧ ଜେନ୍ ସାଧକ ଗୋଟିଏ ବିଚିତ୍ର ଅଭ୍ୟାସରେ ଲାଗିଥିଲେ। କେଶଠାରୁ ଆହୁରି ସରୁ ଗୋଟିଏ ରେଶମ ସୂତାରେ ବନ୍ଧା ହୋଇ ଝୁଲୁଥିଲା ଗୋଟିଏ ଛୋଟ ମୁଦ୍ରିକା। ତାକୁ ନିଜର ଧନୁତୀର ଦ୍ୱାରା ଲକ୍ଷ୍ୟଭେଦ କରିବାର ଅଭ୍ୟାସରେ ଥିଲେ। ଅନେକ ଦିନ ଧରି ତାଙ୍କ ପ୍ରୟାସ ଚାଲିଲା। ସେହି ଆଶ୍ରମରେ ଥିବା ଅନ୍ତେବାସୀମାନେ କହିଲେ, ସେ ଚେଷ୍ଟା କର ନାହିଁ, କାରଣ ତୁମେ ସଫଳ ହେବା କଷ୍ଟକର ବ୍ୟାପାର। ଦୈବାତ ସେମିତି କେମିତି ହୋଇଯାଇପାରେ, କିନ୍ତୁ ଏହା ବି ସତ ଯେ ସାରା ଜୀବନ ବିତିଯିବ ସିନା ତୁମେ କେବେ ସଫଳ ହୋଇନପାର। ଜେନ୍ ସାଧକ ବୃଦ୍ଧ ହୋଇଯାଇଥିବାରୁ ତାଙ୍କ ହାତ ବି ଥରୁଥିଲା, କିନ୍ତୁ ସେ କହିଲେ, ଅଭ୍ୟାସ କରୁଛି, ଦିନେ ନା ଦିନେ ତ ନିଶ୍ଚୟ ଲକ୍ଷ୍ୟଭେଦ କରିବି। ଅଗତ୍ୟା ଦିନେ ତାହା ହୋଇଗଲା। ତୀର ଯାଇ ରେଶମ ସୂତାକୁ ଛିଣ୍ଡାଇ ପକାଇଲା। ଯେଉଁମାନେ ସେଠାରେ ଥିଲେ ସେମାନେ ତାଳି ମାରି ତାଙ୍କୁ ସମ୍ମାନ ଜଣାଇଲେ। ତାଙ୍କ ସମ୍ମାନାର୍ଥେ ଆଶ୍ରମରେ ଚା ପରିବେଷଣ କରାଗଲା। ବୃଦ୍ଧ ଆତ୍ମହରା ହୋଇଗଲେ। ପରଦିନ ସକାଳୁ ବୃଦ୍ଧ ପୁଣି ଧନୁତୀର ଧରି ଅଭ୍ୟାସରେ ଲାଗିଥିବା ଦେଖିବାକୁ ମିଳିଲା। ଅନ୍ତେବାସୀମାନେ ପଚାରିଲେ, ଲକ୍ଷ୍ୟଭେଦ ତ କରିସାରିଲଣି, ଏବେ ପୁଣି କ'ଣ? ବୃଦ୍ଧ କହିଲେ, ଥରେ ହୋଇଗଲା, ଆଉ ତାପରେ ପୁଣି ହେଉନାହିଁ। ତା ଅର୍ଥ ଏହା ସଂଯୋଗବଶତଃ ହେଲା। କିନ୍ତୁ ଯଦି ଥରେ ହେଲା, ଆଉ ଥରେ ହେବ ନାହିଁ କାହିଁକି? ଯଦି ଆଉ ଥରେ ହେବ, ବାରମ୍ବାର ହେବ ନାହିଁ କାହିଁକି? ସଦାବେଳେ ହେବ ନାହିଁ କାହିଁକି? ସେଥିଲାଗି ତ ଏ ଅଭ୍ୟାସ। କଥାଟିଏ ଯଦି ଆପଣଙ୍କୁ ପସନ୍ଦ ଆସିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ନମସ୍କାର। ଜୟ ଜଗନ୍ନାଥ।